ଭାଗବତ ଟୁଙ୍ଗିର ବାରଣ୍ଡାରେ ବସିଛନ୍ତି ସୁରଞ୍ଜନ ବାବୁ। ଆଉ ଯେଉଁମାନେ ବସିଥିଲେ ସେ ତାଙ୍କ ବାଟରେ ଚାଲିଗଲେଣି। ଘରକୁ ଯିବାକୁ ଇଚ୍ଛା ନାହିଁ ତାଙ୍କର। ଘରକୁ ଗଲେ ଏବେ ପୁଣି ସେଇ ଗୋଟିଏ ଆଲୋଚନା, ବୋଉର ପୁଣି ସେଇ ଜିଦ୍, ଆଉ ଅନୁପମାଙ୍କର ସେଇ ଶୁଖିଲା ହତାଶି ଆଉ ବିକଳିଆ ଚାହାଣୀ। ଏସବୁ ଭିତରେ ପେଶୀ ହୋଇଗଲେଣି ସିଏ। କାହା ମୁହଁ ରଖିବେ ଆଉ କାହା ମୁହଁ ତୁଟେଇବେ କିଛି ବୁଦ୍ଧିବାଟ ପାଉନଥାନ୍ତି। ଏଣୁ ମାରିଲେ ବ୍ରହ୍ମ ହତ୍ୟା ଆଉ ସେଣୁ ମାରିଲେ ଗୋ ହତ୍ୟା। କିନ୍ତୁ ଘରକୁ ତ ଫେରିବାକୁ ପଡ଼ିବ, ଆଉ କିଛି ଉପାୟ ନାହିଁ। ସୁରଞ୍ଜନଙ୍କ ବାପା ଶଙ୍କର୍ଷଣ ଚୌଧୁରୀ ଥିଲେ ଜମିଦାରିଆ ଲୋକ। ବାଟି ବାଟି ସମ୍ପତ୍ତି ଥିଲା ହାତରେ। ବଞ୍ଚିଥିଲା ବେଳେ ଜମିଦାରୀ ଠାଣିରେ ଖର୍ଚ୍ଚବାର୍ଚ୍ଚ ଦାନ ଧର୍ମ କରି ବହୁତ ସମ୍ପତ୍ତି ଉଡ଼େଇ ଦେଇଛନ୍ତି। ଆଉ ଯାହା ଥିଲା ସବୁ ଭାଇ ଭାଗ ବଣ୍ଟରାରେ ଯାଇଛି। ଏବେ ଯେତିକି ବଞ୍ଚିଛି ତାହା ସମୁଦ୍ରରୁ ଶଙ୍ଖେ। ମଲାବେଳେ ସେତିକିକୁ ଶଙ୍କର୍ଷଣ ଚୌଧୁରୀ ନିଜ ଧର୍ମପତ୍ନୀ କମଳା ଦେବୀଙ୍କ ହାତରେ ଦାୟିତ୍ୱରେ ଦେଇ କହିଥିଲେ, ଯାହା ଯାଇଛି ଯାଇଛି, ଆଉ ଯାହା ଅଛି ସବୁ ତୁମକୁ ଲାଗିଲା। ମୋ ବାପା ଗୋସାଇଁ ବାପା ଅମଳର ଭିଟାମାଟି ଯେମିତି ଭଗାରୀଙ୍କ ହାତକୁ ନ ଯାଏ। ଘରର ଜ୍ୟେଷ୍ଠ ପୁତ୍ର ବୋଲି ଜ୍ୟେଷ୍ଠ ଭାଗ ହିସାବରେ ଏ ଘରଟି ମୁଁ ଉତ୍ତରାଧିକାରୀ ସୂତ୍ରରେ ପାଇଛି। ଶଙ୍କର୍ଷଣ ଚୌଧୁରୀ ମଲା ବେଳକୁ ସୁରଞ୍ଜନଙ୍କର ବୟସ ମୋଟେ 13 ବର୍ଷ। କମଳା ଦେବୀ ଘର ବାହାର ଆଉ ଛୁଆର ପାଠପଢ଼ା ସବୁ ବୁଝି ଆସିଛନ୍ତି ଆଜିଯାଏ। ସେଦିନର ସେ ଜମିଦାରୀ ଥାଟ ଆଉ ନାହିଁ। କିନ୍ତୁ ନିଜ ଦାୟିତ୍ୱରେ କେବେ ପଞ୍ଚଘୁଞ୍ଚା ଦେଇନାହାନ୍ତି କମଳା ଦେବୀ। ସେଥିପାଇଁ କୌଣସି ଦିନ ମାତୃ ଆଜ୍ଞାକୁ ଅବଜ୍ଞା କରିପାରନ୍ତି ନାହିଁ ସୁରଞ୍ଜନ। ସୁରଞ୍ଜନର ବାହାଘର ପରେ ବୋହୂ ଅନୁପମା ହାତରେ ଘରର ଦାୟିତ୍ୱ ଦେଇ କିଛି ମାତ୍ରାରେ ନିଶ୍ଚିନ୍ତ ହୋଇଥିଲେ କମଳା ଦେବୀ। ଯେଉଁଦିନ ଜାଣିଲେ ତାଙ୍କର ଆଗାମୀ ବଂଶଧର ଆଉ କେତୁଟା ମାସ ପରେ ତାଙ୍କ ଅଗଣାରେ ପାଦ ଦେବାକୁ ଯାଉଛି, ସେଦିନ ଆଉ ତଳେ ପାଦ ଲାଗିନଥିଲା ତାଙ୍କର ଖୁସିରେ। ଆୟୋଜନ ଆରମ୍ଭ କରିଦେଇଥିଲେ କମଳା ଦେବୀ। ନାତି ପାଇଁ ସୁନାର ଖଡ଼ୁ, ଚେନ୍, ମୁଦି, ଅଣ୍ଟା ବିଛା ସବୁ ବରାଦ ଦେଇ ତିଆରି କରେଇ ଆଣିଲେ। କେବେଠାରୁ ସାଇତି ରଖିଥିବା ଗୋଟିଏ ବାଘ ନଖରେ ସୁନାର ପାତମାନ ବସେଇ ସୁନ୍ଦର ପଦକଟିଏ ମଧ୍ୟ ତିଆରି କରିଥିଲେ ନାତି ପାଇଁ। କିନ୍ତୁ ମହାପ୍ରଭୁଙ୍କ ଇଚ୍ଛା ଥିଲା କିଛି ଅଲଗା। ଅନୁପମାଙ୍କର ଝିଅଟିଏ ହେଲା। ସବୁ ସରାଗ ପାଣି ଫୋଟକା ପରି ମିଳେଇଗଲା କମଳା ଦେବୀଙ୍କର। ସବୁ ଆୟୋଜନ ପାଣିରେ ପଡ଼ିଗଲା ପରି ଲାଗିଲା ତାଙ୍କୁ। ସୁରଞ୍ଜନଙ୍କର ବି ମନରେ ସରାଗ ନାହିଁ। ଯୋଉଠି ବସିଲେ ଚୁପଚାପ। ଏମିତିରେ ଚାଲିଲା କିଛି ଦିନ। କମଳା ଦେବୀ ଅନୁପମାକୁ ପାଖରେ ବସି ବୁଝାଇଲେ ଗୋଟେ ଦିନ। କହିଲେ, ଶୁଣ ମା, ମୋ ବାହାଘରର କେତେ ବର୍ଷ ଯାଏ ପିଲାପିଲି କିଛି ହେଲାନି ମୋର। ଡାକ୍ତର ଔଷଧ ଆଉ ଟୁଣୁକା ଟୁଣିକି କିଛି କାମ କଲାନି। ଆଉ ପିଲାଛୁଆ ହେବନି ଭାବି ତୋ ଗୋସାଇଁ ଶାଶୁ ତୋ ଶ୍ୱଶୁରଙ୍କୁ ଆଉଥରେ ବାହା କରିବା ପାଇଁ ବାହାରିଥିଲେ। ତାପରେ ମୁଁ ସେଇ ମହାପ୍ରଭୁଙ୍କ ପାଖକୁ ଯାଇଥିଲି। ସେଇଠି ତାଙ୍କରି ପାଖରେ ଗୋଟିଏ ସନ୍ତାନ ପାଇଁ ଗୁହାରି କରିଥିଲି। ସେଇ ମହାପ୍ରଭୁଙ୍କ ଦୟାରୁ ବାହାଘରର 5 ବର୍ଷ ପରେ ସୁରର ଜନ୍ମ। ସେଇ ମହାପ୍ରଭୁ ହିଁ ତତେ ସାହା ହେବେ। ତୁ ତାଙ୍କରି ପାଖକୁ ଯା, ଦେଖିବୁ ଆରଥରକୁ ନିଶ୍ଚୟ ତୋ କୋଳରେ ପୁଅଟିଏ ଦେବେ ମା। ଝିଅ ତ ପରଘରକୁ ଚାଲିଯିବ। ପୁଅଟିଏ ନଥିଲେ ପୂର୍ବପୁରୁଷର ଏ ଭିଟାମାଟିକୁ ବଞ୍ଚେଇ ରଖିବ କିଏ? ମୋର କୋଉ 6ଟା ନା 9ଟା, ସୁର ତ ଗୋଟିଏ ବୋଲି ପୁଅ। ସବୁ ଆଶା ମୋର ତାରି ପାଖରୁ। ଚୁପଚାପ ହେଇ ପଥର ପରି ବସିଥିଲେ ଅନୁପମା, ଶାଶୁଙ୍କ କଥାରେ କିଛି ଉତ୍ତର ନ ଦେଇ। ସୁରଞ୍ଜନ କହିଲେ, ଏଇଟା ଆଉ ସମ୍ଭବ ନୁହେଁ ବୋଉ। ଝିଅ ଜନ୍ମ ବେଳେ କେତେଗୁଡ଼ିଏ ଅସୁବିଧା ପାଇଁ ଅନୁପମାର ଗର୍ଭାଶୟକୁ କାଢ଼ି ଦିଆଯାଇଛି। ନହେଲେ ତାର ଜୀବନ ପ୍ରତି ବିପଦ ଥିଲା। ତତେ ଜଣେଇବା ପାଇଁ ସାହସ ଜୁଟେଇ ପାରୁନଥିଲି ଆଜି ଯାଏ। ପାଦ ତଳୁ ମାଟି ଖସିଗଲା କମଳା ଦେବୀଙ୍କର। ଏଇ ଚୌଧୁରୀ ବଂଶ ଉପରେ କାହିଁକି ଏମିତି କୋପ କଲେ ମହାପ୍ରଭୁ? ଏ ବଂଶ ଆଗକୁ ବଢ଼ିବ କେମିତି? ମୋ କୁଳ ଦେବତା କ'ଣ ଅପୂଜା ରହିଯିବେ? ମୋ ପିତୃପୁରୁଷଙ୍କୁ ପିଣ୍ଡ କିଏ ବାଢ଼ିବ? ଝିଅ ତ ବାହା ହୋଇ ପରବର୍ତ୍ତୀ ହେଇଯିବ। ଆଉ ସୁର ପରେ କ'ଣ ଏ ଡିହରେ ବିଲୁଆ କୁକୁର ଡେଇଁବେ? ନା ନା, ମୁଁ ବଞ୍ଚିଥାଉ ତାଉ ତା ହବାକୁ ଦେବେନି। ତା ପରଠାରୁ କମଳା ଦେବୀଙ୍କର ଦିନରାତି ଗୋଟିଏ ଜିଦ୍, ସୁର ଆଉଥରେ ବାହା ହଉ। ପୁଅଟିଏ ନଥିବାର ଅଭାବ ସୁରଞ୍ଜନକୁ ଉଦାସ କରିଦିଏ। କିନ୍ତୁ ଅନୁପମାଙ୍କ ପ୍ରତି ଅନ୍ୟାୟ କରିବା ପାଇଁ ବିବେକ ବାଧା ଦିଏ ତାଙ୍କୁ। ଅନୁପମା ବି ଅନୁଭବ କରନ୍ତି କୋଉଠି ନା କୋଉଠି ସୁରଞ୍ଜନଙ୍କ ମନରେ ଦୁଃଖ ରହିଯାଇଛି ଟିକେ। କିନ୍ତୁ ସେ ଦୁଃଖ ଦୂରେଇବା ପାଇଁ ସେ ଅସମର୍ଥ। ଘର ଅପେକ୍ଷା ଗାଁ ମଝିରେ ଥିବା ଭାଗବତ ଟୁଙ୍ଗିଟା ଆଜିକାଲି ବେଶୀ ଶାନ୍ତିପ୍ରଦ ଲାଗେ ସୁରଞ୍ଜନକୁ। ରାତି ବହୁତ ହେଲାଣି। ଘରକୁ ଯିବାକୁ ପଡ଼ିବ ଏବେ। ବସିବା ଜାଗାରୁ ଉଠିଲେ ସୁରଞ୍ଜନ। ଘରେ ପହଞ୍ଚି ଗୋଡ଼ ହାତ ଧୋଇ ଖାଇବାକୁ ବସିଛନ୍ତି। ପାଖରେ ଆସି ବସିଲେ କମଳା ଦେବୀ। ତୁ କ'ଣ ଚିନ୍ତା କଲୁ ସୁର? ସୁରଞ୍ଜନ କିନ୍ତୁ ସମ୍ପୂର୍ଣ୍ଣ ରୂପେ ନୀରବ। ଚୁପ୍ ରହି ତୁ କ'ଣ ଜଣେଇବାକୁ ଚାହୁଁଛୁ ମୋତେ? ତୁ କ'ଣ ଚାହୁଁଛୁ ତୋ ପରେ ଏ ବଂଶର ଉତ୍ତରଦାୟୀ ଭାବେ ଘରେ କେହି ନ ରୁହନ୍ତୁ ବୋଲି? କି ଉତ୍ତର ଦେବି ମୁଁ ତୋ ବାପାଙ୍କର ଆତ୍ମାକୁ? କିଛି ଶୁଣିବିନି ମୁଁ। ଆସନ୍ତା ତିଥିରେ ତୋର ବାହାଘର ହବ। ଝିଅ ମୁଁ ଠିକ୍ କରିସାରିଛି। ଅନୁପମା ଏ ଘରେ ଯେମିତି ରହୁଛି ସେମିତି ରହିବ। କେହି ତା ଅଧିକାରରେ ହସ୍ତକ୍ଷେପ କରିବେନି। ଆଉ ଯଦି ତୁ ମୋ କଥାରେ ରାଜି ନ ହଉ, ତାହେଲେ ମୁଁ ଆଜିଠାରୁ ଠାକୁରଙ୍କ ପାଖରେ ନିର୍ଜଳା ଉପବାସ ରହି ଅଧିଆ ପଡ଼ିବି, ପ୍ରାଣତ୍ୟାଗ କରିବା ଯାଏ। ନିର୍ଦ୍ଦିଷ୍ଟ ତିଥିରେ ବାହାଘର ସରିଗଲା ସୁରଞ୍ଜନଙ୍କର ଚାରୁଲତାଙ୍କ ସହ।
ବାହାଘରର ମାତ୍ର 2 ବର୍ଷରେ 4 ମାସର ଛୁଆକୁ କୋଳରେ ଧରି ଅଲଗା ରହିବାକୁ ପଡ଼ିଲା ଅନୁପମାଙ୍କୁ। ସେ ଆଗ ପରି ଘରର ସବୁ କାମ କରୁଥିଲେ, ଖାଉଥିଲେ, ଶୋଉଥିଲେ। କିନ୍ତୁ ଗୋଟିଏ ନାରୀର ଅଧିକାର କ'ଣ ସେତିକିରେ ସୀମିତ? ଗୋଟିଏ ନାରୀର ସିନ୍ଦୁର 2 ଭାଗ ହୋଇଯିବାଟା ଯେ କେତେ କଷ୍ଟଦାୟକ, ସେ କଷ୍ଟ ତାଙ୍କର କେହି ବୁଝିଲେନି। ତାଙ୍କ ଅନ୍ତରର ଦୁଃଖକୁ କେହି ବି ଦେଖିପାରିଲେ ନାହିଁ। ଧୀରେ ଧୀରେ ସୁରଞ୍ଜନ ଆଉ ଅନୁପମାଙ୍କ ଭିତରେ ଦୂରତ୍ୱ ବଢ଼ିବାରେ ଲାଗିଲା। ଅନୁପମାଙ୍କୁ ଲାଗେ ସୁରଞ୍ଜନ ତାଙ୍କ ପାଇଁ ଗୋଟେ ପରପୁରୁଷ, ଗୋଟେ ଅପରିଚିତ ମଣିଷ। ଏ କ'ଣ ସେହି ସୁରଞ୍ଜନ ଯାହାଙ୍କ ଅରସର ସନ୍ତାନକୁ ସେ କୋଳରେ ଧରିଛନ୍ତି? ଭାବିଲେ ଆଶ୍ଚର୍ଯ୍ୟ ଲାଗେ ତାଙ୍କୁ। କାନ୍ଦି କାନ୍ଦି ରାତିରେ ତକିଆ ଭିଜେଇ ଦିଅନ୍ତି ଅନୁପମା। ଦିନକୁ ଦିନ ଅସହ୍ୟ ହୋଇ ଉଠେ ସମସ୍ତଙ୍କ ଅବହେଳା ଆଉ ଅଣଦେଖା ତାଙ୍କ ପାଇଁ। ସେ କ'ଣ ଖାଲି ଗଣ୍ଡାଇ ଖାଇବା ପାଇଁ ପଡ଼ି ରହିଛନ୍ତି ଏଠି? ଏ ଘରେ ସେ କିଏ? ତାଙ୍କର ଅସ୍ତିତ୍ୱ କ'ଣ? 5 ବର୍ଷରେ 3ଟି ପୁତ୍ର ସନ୍ତାନର ଜନନୀ ହୋଇ ଗର୍ବରେ ଫାଟି ପଡ଼ୁଥିଲେ ଚାରୁଲତା। ଶାଶୁଙ୍କର ସବୁ ସ୍ନେହ ଆଶୀର୍ବାଦ ଅଜାଡ଼ି ହୋଇ ପଡ଼ୁଥିଲା ଚାରୁଲତା ଆଉ ତାଙ୍କ ପୁତ୍ରମାନଙ୍କ ଉପରେ। ଅନୁପମା ଯେମିତି ସେ ଘରେ ଗୋଟିଏ ଅଲୋଡ଼ା ବସ୍ତୁ। ଦିନେ ସକାଳୁ ସକାଳୁ କମଳା ଦେବୀ ଉଠି ଦେଖିଲେ ଦାଣ୍ଡ ଦୁଆର ଖରକା ହେଇନି। ବାସି ପାଇଟି ସେମିତି ପଡ଼ିଛି ସବୁ। ଅନୁ କ'ଣ ଆଜି ଉଠିନି କି? ଆଉଜା ହୋଇଥିବା ଘର ଦରଜାକୁ ଠେଲି ଘର ଭିତରେ ପଶି ଦେଖିଲେ 4 ଚଉତା ହୋଇଥିବା କାଗଜ ଖଣ୍ଡିଏ ସୁରଞ୍ଜନଙ୍କ ଉଦ୍ଦେଶ୍ୟରେ। କାଗଜ ଖୋଲି ପଢ଼ିଲେ, ମୁଁ ଜାଣେ ତୁମେ ବହୁତ ଅଶାନ୍ତି ମୋ ଉପରେ। କି ବେଳାରେ ଘରକୁ ବୋହୂ ହୋଇ ଆସିଥିଲି କେଜାଣି, କାହାକୁ ବି ଖୁସି କରିପାରିଲିନି। ବହୁତ ଅଶାନ୍ତି ମୋ ଉପରେ। କିନ୍ତୁ ତାଙ୍କ କଥା ମୋତେ ଯେତିକି କଷ୍ଟ ନ ଦେଉଛି, ତାଠାରୁ ଢେର ଗୁଣରେ ଅଧିକା କଷ୍ଟ ଦେଉଛି ମୋତେ ତୁମ ନୀରବତା। କେତେ ସହିବି? ମୋତେ ଲାଗୁଛି ଏ ଘରେ ମୁଁ ଗୋଟିଏ ଅଲୋଡ଼ା ବସ୍ତୁ, ଗୋଟିଏ ଅଦରକାରୀ ଜିନିଷ ପରି ଘର ଭିତରେ ଏଠି ସେଠି ପଡ଼ି ରହି ଘରର ଆବର୍ଜନା ବଢ଼େଇବା ଅପେକ୍ଷା ମୁଁ ବରଂ ଚାଲିଯାଉଛି ଏ ଘରୁ ସବୁଦିନ ପାଇଁ। ଭାଗ୍ୟରେ ଥିଲେ ଏ ଜନ୍ମରେ ନିଶ୍ଚୟ ଆଉ ଥରେ ଦେଖା ହେବ। ଅନୁପମାଙ୍କର ଉପସ୍ଥିତିରେ କାହାକୁ କିଛି ଫରକ ପଡ଼ୁନଥିଲା। ଆଉ ଏବେ ଅନୁପମାଙ୍କ ଅନୁପସ୍ଥିତିରେ ବି କେହି ଦୁଃଖୀ ହେଲେ ନାହିଁ। ହଁ, ଯାଇଥିବ କେଉଁ ବନ୍ଧୁ ଘରକୁ କହି କଥାଟାକୁ ହାଲକା କରିଦେଲେ କମଳା ଦେବୀ। ସକାଳୁ ସକାଳୁ ଗାଁ ବସ୍ଷ୍ଟାଣ୍ଡରୁ ବସ୍ରେ ଚଢ଼ି ସେ କେଉଁ ଜାଗାରେ ଓହ୍ଲେଇଲେ, ପୁଣି ସେଇଠୁ କୁଆଡ଼େ ଗଲେ କିଛି ଜାଣିନାହାନ୍ତି ଅନୁପମା। ଗୋଟେ ଲକ୍ଷ୍ୟହୀନ ଭାବରେ ଗୁଡ଼ାଏ ବାଟ ଚାଲି ଆସିଲେ ଘରଠାରୁ ଦୂରକୁ। ବାହାଘରର କିଛି ବର୍ଷ ହେଇଛି ମାତ୍ର। ଶାଶୁଘରର ଦାଣ୍ଡ ବାରଣ୍ଡା ବି ଭଲରେ ଦେଖିନଥିଲେ ସିଏ। ଆଉ ରାସ୍ତାଘାଟ କଥା କେମିତି ବା ଜାଣିବେ? ମନ୍ଦିର ବେଢ଼ାରେ ବସିଛନ୍ତି ଅନୁପମା। ବୁଢ଼ୀଟିଏ ଆସି ପଚାରିଲା, ଆଲୋ ମା, ଏଠି କଅଁଳା ଛୁଆଟାକୁ ଧରି କାହିଁକି ବସିଛୁ? ଆଗରୁ ତତେ ଏ ଗାଁରେ ତ ମୁଁ ଦେଖିନି କେବେ। କାହା ଘରକୁ ବୁଲି ଆସିଛୁ କି ମା? କାନ୍ଦି କାନ୍ଦି ସବୁ କଥା କହିଲେ ଅନୁପମା। ମୁଁ କୁଆଡ଼େ ଯିବି, କ'ଣ କରିବି, କିଛି ଜାଣିପାରୁନି ମାଉସୀ। ସବୁ ଶୁଣିସାରି ବୁଢ଼ୀ ଜଣକ ଅନୁପମାଙ୍କୁ ସାନ୍ତ୍ୱନା ଦେଇ କହିଲେ, ହଉ ମା, ବ୍ୟସ୍ତ ହୁଅନା, ମୋର ବି କେହି ନାହାନ୍ତି। ବୁଢ଼ୀ ଲୋକଟାଏ ମୁଁ, କାମଧନ୍ଦାକୁ ପାରୁନି, ବଡ଼ ହଇରାଣ ହେଉଛି ରୋଷେଇ ଗଣ୍ଡେ ପାଇଁ। ତୁ ଚାଲ, ମୋ ପାଖେ ରହିବୁ, ଭାତ ମୁଠାଟେ ଆଉ ଶାଗ ମୁଗ ଯାହା ଗଣ୍ଡେ ଫୁଟେଇ ଦେବୁ, ତୋର ମୋର ସୁଖେ ଦୁଃଖେ ଚଳିଯିବା। ବୁଢ଼ୀଗଲା ଲୋକ କୁଟାଖିଅକୁ ଆଶ୍ରା କଲା ପରି ଟିକେ ସାହସ ପାଇଲେ ଅନୁପମା। ବୁଢ଼ୀ ସହ ଚାଲିଗଲେ ତା ଘରକୁ। ଛୋଟିଆ ଚାଳ ଛପର ଘରଟିଏ। ଘରର ଚାରିପଟେ ସୁନ୍ଦର ସୁନ୍ଦର କିଛି ଫୁଲ ଗଛ। ଅନୁପମା ଜାଣିବାକୁ ପାଇଲେ ଯେ ବୁଢ଼ୀ ମାଉସୀ ସବୁଦିନ ଶ୍ରୀମନ୍ଦିର ସାମ୍ନାରେ ଫୁଲ ଆଉ ତୁଳସୀ ମାଳ ବିକ୍ରି କରି ଚଳନ୍ତି। ଧୀରେ ଧୀରେ ସେ ଘରକୁ ନିଜର କରିନେଲେ ଅନୁପମା। ଆହୁରି ଫୁଲ ଗଛ ଆଉ ତୁଳସୀ ଗଛ ଲଗାଇଲେ। ଘର ପଛପଟେ ପରିବା ଚାଷ ବି ଆରମ୍ଭ କରିଦେଲେ। ତା ସହ ତୁଳା ବଳିତା ତିଆରି କରି ମଧ୍ୟ ବୁଢ଼ୀ ମାଉସୀକୁ ଦେଲେ ବିକ୍ରି କରିବା ପାଇଁ। ବେଶ 2 ପଇସା ରୋଜଗାର ହୋଇପାରିଲା। ଅନୁପମାଙ୍କର ରୂପ, ଗୁଣ ଆଉ ବ୍ୟବହାର ଆଉ ଘରକରଣା ବୁଦ୍ଧିରେ ଖୁସି ହୋଇ ବୁଢ଼ୀ ମାଉସୀ କୁହନ୍ତି, କେଡ଼େ ଗୁଣର ଝିଅଟିଏ, ୟାକୁ ପୁଣି ଶାଶୁଘର ଲୋକ ଅଣଦେଖା କରିପାରିଲେ। ଧର୍ମ ନ ସହୁ ସେ ଚୌଧୁରୀ ବଂଶକୁ, ଧର୍ମ ନ ସହୁ। ଇତିମଧ୍ୟରେ ବିତିଗଲାଣି 15 ବର୍ଷ। ବୁଢ଼ୀ ମାଉସୀ ଚାଲିଗଲେଣି ଆରପାରିକୁ। ଅନୁପମାଙ୍କ ଝିଅ ଶେଫାଳି ଏବେ 21 ବର୍ଷରେ ପାଦ ଦେଇଛି। ଦେଖିବାକୁ ଯେମିତି ସୁନ୍ଦର, ପାଠପଢ଼ାରେ ବି ସେମିତି ବିଚକ୍ଷଣ। ହଷ୍ଟେଲରେ ରହି ଡାକ୍ତରୀ ପାଠ ପଢ଼ୁଛି। ପାଠପଢ଼ା ଆହୁରି 2 ବର୍ଷ ବାକି ଅଛି। ଅରକ୍ଷିତକୁ ଦଇବ ସାହା ପରି ସ୍କୁଲ ଶିକ୍ଷକମାନଙ୍କ ସହାୟତା ଆଉ ନିଜେ ପାଉଥିବା ବୃତ୍ତି ଟଙ୍କାରେ ଏତେ ବାଟ ଆସିପାରିଛି ଶେଫାଳି। ଟଙ୍କା ପଇସା ପାଇଁ ବେଶୀ କିଛି ହଇରାଣ ହେବାକୁ ପଡ଼ିନି ଅନୁପମାକୁ। ନିଜ ଦୁଃଖ କାହାଣୀକୁ ଗୋଟି ଗୋଟି କରି ସବୁ କହିଛନ୍ତି ଅନୁପମା ନିଜ ଝିଅକୁ। ତା ପାଇଁ ଯେ ତା ମା' ଏତେ କଷ୍ଟ କରିଛି, ଆଉ ଚୌଧୁରୀ ଘରର କୁଳବଧୂ ଏ ଚାଳ ଘରେ ରହି ଫୁଲ ବିକ୍ରି କରିଛି କେବଳ ତାକୁ ମଣିଷ କରିବା ପାଇଁ। ଭାବିଦେଲେ ଶେଫାଳିର ମନଟା ଭକ୍ତି, କରୁଣା ଆଉ ଦୁଃଖରେ ବିଗଳିତ ହୋଇଉଠେ। ସମୟର କାଳଚକ୍ରରେ ସମସ୍ତେ ବନ୍ଧା। ସେଠି କାହାରି ଇଚ୍ଛା ଅନିଚ୍ଛାର କୌଣସି ସ୍ଥାନ ନାହିଁ। ସମୟ ସହ ତାଳ ଦେଇ ଜୀବନର ଏହି ଅଙ୍କାବଙ୍କା ବନ୍ଧୁର ରାସ୍ତାକୁ ଅତିକ୍ରମ କରିବାକୁ ପଡ଼ିବ ସମସ୍ତଙ୍କୁ। ପ୍ରତ୍ୟେକଙ୍କର ଲକ୍ଷ୍ୟସ୍ଥଳ ସେଇ ଗୋଟିଏ, କାହା ପାଇଁ ମୃତ୍ୟୁ ତ କାହା ପାଇଁ ମୁଖ୍ୟ। କମଳା ଦେବୀ ଚାଲିଗଲେଣି ଆରପାରିକୁ। ସୁରଞ୍ଜନଙ୍କର 3ଟି ଯାକ ପୁଅ ସହରରେ ଚାକିରି କରୁଛନ୍ତି। ଗାଁର ଚାଷବାସ ଜମିବାଡ଼ିକୁ ନାପସନ୍ଦ କରି ଆଦରି ନେଇଛନ୍ତି ସେମାନେ ସହରର ଚାକଚକ୍ୟକୁ। ସୁରଞ୍ଜନଙ୍କର ଆକଟ, ଚାରୁଲତାଙ୍କର ମମତା ଆଉ ଚୌଧୁରୀ ବଂଶର ଭିଟାମାଟିର ମୋହ ଅଟକେଇ ପାରିନି ସେମାନଙ୍କୁ।
ଶେଫାଳି ପାଠପଢ଼ା ସାରି ଯୋଗ ଦେଇଛି ପୁରୀର ସରକାରୀ ଡାକ୍ତରଖାନାରେ। ତା ସହ କ୍ଲିନିକଟିଏ ମଧ୍ୟ ଖୋଲିଛି। ଡାକ୍ତରଖାନା ପାଖରେ ଭଲ ଘରଟିଏ ନେଇ ରହୁଛନ୍ତି ମା ଝିଅ। ଆର୍ଥିକ ଅବସ୍ଥାରେ ବି ବହୁତ ସ୍ୱଚ୍ଛଳତା ଆସିଛି। ଶେଫାଳି ଡାକ୍ତରଖାନାକୁ ଚାଲିଗଲା ପରେ ଅନୁପମା ପୁରା ଏକା। ଆଗରୁ ସିନା ବାଡ଼ି ବଗିଚା, ପରିବା ଚାଷ ଆଉ ଫୁଲ ବିକ୍ରି କାମରେ ଦିନଟା କଟି ଯାଉଥିଲା। ଏବେ ତ ଆଉ ସେ ଧନ୍ଦା ନାହିଁ। ଏକା ଏକା ବସିଲେ ପୁରୁଣା ଅତୀତ ସବୁ ଧସେଇ ପଶନ୍ତି ମନ ଭିତରକୁ। ବହୁତ ମନେ ପଡ଼ନ୍ତି ସୁରଞ୍ଜନ। କେମିତି ଥିବେ କେଜାଣି? ପୁଅମାନେ ବଡ଼ ବଡ଼ ହେଇଯିବେଣି, ବାହାସାହା ହେଲେଣି କି ନାହିଁ? ଚାରୁଲତା କ'ଣ ଆଉ ତାଙ୍କୁ ମନେ ରଖିଥିବେ? ଶାଶୁ କ'ଣ ଆଉ ଏତେ ଦିନ ବଞ୍ଚିଥିବେ? ବୋହୂ ହିସାବରେ ତାଙ୍କ ପାଇଁ କିଛି କରିପାରିଲିନି ମୁଁ। ଏ ଜନ୍ମରେ କ'ଣ ଆଉ ସୁରଞ୍ଜନଙ୍କ ସହ ଦେଖା ହେବନି ମୋର? ଦେଖିଲେ କ'ଣ ସେ ଆଉ ମୋତେ ଚିହ୍ନି ପାରିବେ? ମୋ ଝିଅଟା କ'ଣ ତା ଜନ୍ମଦାତାଙ୍କୁ ଦେଖିବାର ସୁଯୋଗ ପାଇବନି ଆଉ? ଏମିତି ବହୁତ ଚିନ୍ତା ତାଙ୍କୁ ବ୍ୟାକୁଳିତ କରେ। କିନ୍ତୁ କାହାଠାରୁ କିଛି ଖବର ପାଇବାର ସୁଯୋଗ ସେ ପାଆନ୍ତି ନାହିଁ। ସବୁଦିନ ସନ୍ଧ୍ୟାବେଳେ ସେହି ମହାପ୍ରଭୁଙ୍କ ଆଗରେ ହାତ ଟେକି ଦିଅନ୍ତି, ସମସ୍ତଙ୍କର ସର୍ବମଙ୍ଗଳ ଉଦ୍ଦେଶ୍ୟରେ। ଚାରୁଲତା ଭୀଷଣ ଅସୁସ୍ଥ। ମୁଣ୍ଡ ବୁଲେଇ ଚେତାଶୂନ୍ୟ ହୋଇ ପଡ଼ୁଛନ୍ତି ମଝିରେ ମଝିରେ। ଘରେ ଆହା ସାହା କେହି ନାହିଁ, ଏକା ସୁରଞ୍ଜନ। ପିଲାମାନେ ତ ସବୁ ବାହାରେ। ପିଲାମାନଙ୍କୁ ଅପେକ୍ଷା କଲେ ଚାରୁଲତାଙ୍କ ଜୀବନ ପ୍ରତି ବିପଦ ଆସିପାରେ। କ'ଣ କରିବେ ନ କରିବେ ଭାବି ଭାବି ଡାକ୍ତରଖାନାକୁ ନେଇ ଆସିଲେ ଚାରୁଲତାଙ୍କୁ ସୁରଞ୍ଜନ। ବାହାରେ ବେଞ୍ଚରେ ଚାରୁଲତାଙ୍କୁ ବସେଇ ଦେଇ ଅପେକ୍ଷା କଲେ ସୁରଞ୍ଜନ ନିଜ ନମ୍ବର ପଡ଼ିବା ଯାଏ। ଶେଫାଳି ରୋଗୀ ଦେଖାରେ ବ୍ୟସ୍ତ। ସୁରଞ୍ଜନ ଭିତରକୁ ଗଲେ ଚାରୁଲତାଙ୍କୁ ନେଇ। ଶେଫାଳି ଉପରେ ନଜର ପଡ଼ୁ ପଡ଼ୁ କେମିତି ଗୋଟେ ମହାବିଷ୍ଟ ହୋଇଗଲେ ସୁରଞ୍ଜନ କିଛି ସମୟ ପାଇଁ। ମାଉସୀ, କ'ଣ ହେଉଛି ତୁମର? ଶେଫାଳି ପଚାରିଲା ଚାରୁଲତାଙ୍କୁ। ଗୋଟି ଗୋଟି କରି ସବୁ ଅସୁବିଧା କହିଲେ ଚାରୁଲତା। ଠିକ୍ ଅଛି ମାଉସୀ, କିଛି ଟେଷ୍ଟ କରିବାକୁ ପଡ଼ିବ। ମୁଁ ପ୍ରେସ୍କ୍ରିପ୍ସନ୍ ଲେଖି ଦେଉଛି। ତୁମ ନାଁଟା କ'ଣ? ଚାରୁଲତା ଚୌଧୁରୀ। ଚମକି ପଡ଼ିଲା ଶେଫାଳି। ଏ ନାଁଟା ତ ବହୁତ ଥର ମୁଁ ଶୁଣିଛି ମା ମୁହଁରୁ। ସଂସାରରେ ଏଇ ନାଁରେ ତ ବହୁତ ଲୋକ ଥିବେ, କିନ୍ତୁ ଏ ସେଇ ଚାରୁଲତା କି ନୁହେଁ କେମିତି ଜାଣିବେ? ଆଚ୍ଛା ମଉସା, ଆପଣଙ୍କ ନାଁଟା ଟିକେ କହିବେ କି? ସୁରଞ୍ଜନ ଚୌଧୁରୀ। ଆଉ କିଛି ଅଧିକା ପରିଚୟ ଜାଣିବା ଦରକାର ନଥିଲା ଶେଫାଳିର। ଆଖି ପୁରେଇ ଦେଖିନେଲା ତା ଜନ୍ମଦାତାଙ୍କୁ। ଆଗରୁ ମା ଠାରୁ ଘର କଥା ଶୁଣିଲା ବେଳେ ତାର ପ୍ରବଳ ରାଗ ହୁଏ ସୁରଞ୍ଜନଙ୍କ ଉପରେ। ପ୍ରତିଶୋଧର ଭାବନା ଜାଗି ଉଠେ ମନରେ। ଆଜି ସେହି ସୁରଞ୍ଜନ ଚୌଧୁରୀ ତା ସାମ୍ନାରେ, କିନ୍ତୁ ତା ରାଗ ଅଭିମାନ ସବୁ କୁଆଡ଼େ ଉଭେଇଗଲା। ଇଚ୍ଛା ହେଉଛି ପାଦ ଛୁଇଁ ପ୍ରଣାମ କରିବା ପାଇଁ, ଆଶୀର୍ବାଦ ନେବା ପାଇଁ। ନା ନା, ଆଜି ନୁହେଁ। ହଠାତ୍ ଏମିତି ପରିଚୟ ଦେବାଟା ଠିକ୍ ଲାଗୁନି। ଠିକ୍ ଅଛି ମାଉସୀ, ଏ ପ୍ରେସ୍କ୍ରିପ୍ସନ୍ଟା ନିଅ। ସବୁ ଟେଷ୍ଟ କରି କାଲି ଆସି ଦେଖା କରିବ। ଏପଟେ ଖୁସିରେ ଫାଟି ପଡ଼ୁଛନ୍ତି ଅନୁପମା। ଶେଫାଳିଠାରୁ ସବୁ ଶୁଣିଲା ପରେ ଆନନ୍ଦରେ ଆତ୍ମହରା ହୋଇ ଉଠିଛନ୍ତି। ଆନନ୍ଦ ଅଶ୍ରୁ ବୋଲମାନୁନି ଆଉ, ବୋହି ଯାଉଛି ଛାଁକୁ ଛାଁ। କେମିତି ରାତି ପାହିବ ଆଉ ସେ ସୁରଞ୍ଜନକୁ ଟିକିଏ ଦେଖିବେ? ଡାକ୍ତରଖାନାରେ ବସିଛନ୍ତି ଅନୁପମା। ସୁରଞ୍ଜନ ପହଞ୍ଚିଲେ ଚାରୁଲତାଙ୍କୁ ଧରି। ସୁରଞ୍ଜନଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ମନ ଭରି ଆଖି ପୁରେଇ ଦେଖିନେଲେ ଅନୁପମା ତାଙ୍କର ସ୍ୱାମୀଙ୍କୁ। ଭିତରକୁ ଟେଷ୍ଟ ରିପୋର୍ଟ ଧରି ଗଲେ ସୁରଞ୍ଜନ। ରିପୋର୍ଟ ଦେଖି ଦୁଃଖରେ ଭାଙ୍ଗି ପଡ଼ିଲା ଶେଫାଳି। ଚାରୁଲତାଙ୍କର ବ୍ରେନ୍ରେ ଗୋଟେ ଶିରରେ ବ୍ଲକେଜ୍ ଅଛି। ଆଉ କିଛି ଉପାୟ ନାହିଁ, ଅପରେସନ୍ କରିବାକୁ ପଡ଼ିବ। କେମିତି ଜଣେଇବେ ସୁରଞ୍ଜନକୁ ଭାବି ଭାବି କହିଲା, ମଉସା, ଆପଣ ମାଉସୀଙ୍କୁ ଏଠି ଆଡ଼ମିଟ୍ କରିଦିଅନ୍ତୁ। ତାଙ୍କ ବ୍ରେନ୍ରେ ଟିକେ ପ୍ରୋବ୍ଲେମ୍ ଅଛି, ଅପରେସନ୍ ଦରକାର। କିଛି ଡରିବାର ନାହିଁ ମଉସା, ମାଉସୀ ଭଲ ହେଇଯିବେ, କିନ୍ତୁ ଗୁଡ଼ାଏ ଟଙ୍କା ଦରକାର ଏବେ। ଅସହାୟ ହୋଇ ପଡ଼ିଲେ ସୁରଞ୍ଜନ। ପୁଅମାନଙ୍କ ପାଖକୁ ଖବର ଦିଆଗଲା। ପୁଅମାନେ ଆସି ସବୁ ଶୁଣିଲେ। କିନ୍ତୁ ଏତେ ଟଙ୍କା କେଉଁଠୁ ଆସିବ ଏତେ କମ୍ ଦିନ ଭିତରେ? ବଡ଼ ପୁଅ କହିଲା, ଏ ଘରଟା ବିକ୍ରି କରିଦେଲେ ଠିକ୍ ହେବ। ଏ କେଉଁ ପୁରୁଣା ଅମଳର ଦରଭଙ୍ଗା ଘର, ବହୁତ ଦିନରୁ ମରାମତି ହୋଇନି। କାନ୍ଥରୁ ଛାତରୁ ପଲସ୍ତରା ଛାଡ଼ିଲାନି। ଏ ଘର ମରାମତିରେ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ଏଇଟାକୁ ବିକ୍ରି କରିଦେବା ଭଲ। ସେଇ ପଇସାରେ ବୋଉର ଚିକିତ୍ସା ହୋଇପାରିବ। ତାପରେ ବାପା ବୋଉ ବି ଆମ ପାଖରେ ସବୁବେଳେ ରହିପାରିବେ। ତାଙ୍କର ଆଉ ଏଠି ରହିବା ଦରକାର ନାହିଁ, କି ଆମର ବି ଆଉ ଏଠିକି ହଇରାଣ ହୋଇ ଆସିବା ଦରକାର ନାହିଁ। ଅନ୍ୟମାନେ ବି ବଡ଼ ଭାଇ କଥାରେ ସହମତ ହେଲେ। ପିଲାମାନଙ୍କ ନିଷ୍ପତ୍ତି ଶୁଣି ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା ସୁରଞ୍ଜନଙ୍କର। ଚୌଧୁରୀ ବଂଶର ଏ ଭିଟାମାଟି ବିକ୍ରି ହେବ ଆଉ କାହାକୁ? ତିନିଟା ପୁଅ ଥାଉ ଥାଉ ଏ ଢିଅରେ ରାଜୁତି କରିବା ଆଉ କିଏ? ନା ନା ନା, ଅସମ୍ଭବ। ଏ ଭିଟାମାଟିକୁ ବଞ୍ଚେଇବା ପାଇଁ ମୋ ବୋଉ ବାପାଙ୍କୁ ମଲାବେଳେ ବଚନ ଦେଇଥିଲା। ଏଇ ଭିଟାମାଟି ପାଇଁ ମୁଁ ଦ୍ୱିତୀୟ ବିବାହ କରିବାକୁ ରାଜି ହେଲି। ଏହାରି ପାଇଁ ଅନୁପମା ଘର ଛାଡ଼ି ଚାଲିଗଲା। ଏ ଘରର ସୁରକ୍ଷା ପାଇଁ ଦ୍ୱିତୀୟ ବିବାହ କରି ଯେଉଁମାନଙ୍କୁ ସଂସାରକୁ ଆଣିଲି, ସେଇମାନେ ଏବେ କହୁଛନ୍ତି ଏ ଘରକୁ ବିକ୍ରି କରିବା ପାଇଁ। ପିଲାମାନଙ୍କର ଘୋର ବିରୋଧ କଲେ ସୁରଞ୍ଜନ। ବିରକ୍ତ ହୋଇ ଉଠିଲେ ପିଲାମାନେ ସୁରଞ୍ଜନଙ୍କର ଏହି ପୁରୁଣା କାଳିଆ ଚିନ୍ତାଧାରାରେ। ତାହେଲେ ଠିକ୍ ଅଛି, ଆମ ପାଖରେ ଯେତିକି ଟଙ୍କା ଅଛି ଆମେ ସେତିକି ଦେଇ ଦେଉଛୁ।
ବାକି କଥା ତୁମେ ବୁଝ। କେଉଁଠୁ ଟଙ୍କା ଯୋଗାଡ଼ କରିବ ସେ କଥା ତୁମେ ଜାଣିଥିବ। ପଛରେ ଆଉ ଆମକୁ ଦୋଷ ଦେବନି। ମଣିଷ ପଛେ ମରିବାକୁ ବସିଲାଣି, ତୁମକୁ ଘର ମୋହ ଛାଡ଼ୁନି। କର୍ପୂର ତ ଉଡ଼ିଗଲାଣି କେଉଁ କାଳରୁ, ଖାଲି ଯାହା କନା ଖଣ୍ଡେ ପଡ଼ିଛି। ସେଇ କନା ଖଣ୍ଡକୁ ଜାବୁଡ଼ି ଧରି ବସିଥାଉ ଏଇ ଭିଟାମାଟି ଉପରେ। ଆମେ ସବୁ ଚାଲି ଯାଉଛୁ କାଲି ସକାଳେ। ବାଧ୍ୟ ହୋଇ ସୁରଞ୍ଜନ ରାଜି ହେଲେ ନିଜର ଅନିଚ୍ଛା ସତ୍ତ୍ୱେ। ଡାକ୍ତରଖାନାରେ ଚାରୁଲତାଙ୍କୁ ଆଡମିଟ୍ କରିସାରି ବାହାରେ ଠିଆ ହୋଇଛନ୍ତି ସୁରଞ୍ଜନ। ଦୂରରେ ଥାଇ ଦେଖୁଛନ୍ତି ଅନୁପମା ସବୁଦିନ ପରି। ହଠାତ୍ ନଜର ପଡ଼ିଗଲା ସୁରଞ୍ଜନଙ୍କର ଅନୁପମାଙ୍କ ଉପରେ। ଚମକି ପଡ଼ି ମୁହଁ ବୁଲେଇ ନେଲେ ଅନୁପମା। ଆଶ୍ଚର୍ଯ୍ୟ ହୋଇଗଲେ ସୁରଞ୍ଜନ। ଏ କ'ଣ ଅନୁପମା? ନା, ତାଙ୍କ ଆଖି ଠିକ୍ ଦେଖିଛି, ଏ ହିଁ ଅନୁପମା। ବୟସ ଅଧିକ ଯୋଗୁଁ ଚେହେରାରେ ପରିବର୍ତ୍ତନ ଆସିଛି ନିଶ୍ଚୟ, କିନ୍ତୁ ସେଇ ଆଖି, ସେଇ ମୁହଁ, ସେଇ ନିରୀହ ଚାହାଣୀ। ମନେ ମନେ କେତେ ନ ଖୋଜିଛନ୍ତି ସେ ଅନୁପମାଙ୍କୁ। ଆଉ ଆଜି ଏଠି? ଧୀରେ ଧୀରେ ପାଖକୁ ଗଲେ ସୁରଞ୍ଜନ। ପାଖରେ ଠିଆ ହୋଇ ଧୀର ସ୍ୱରରେ ଡାକିଲେ, ଅନୁପମା। ବୁଲି ଚାହିଁଲେ ଅନୁପମା ସୁରଞ୍ଜନଙ୍କୁ। ଦୀର୍ଘ 20 ବର୍ଷ ପରେ ହେଲା ଚାରିଚକ୍ଷୁର ମିଳନ। କାହାରି ମୁହଁରେ ଭାଷା ନାହିଁ, ଖାଲି ବୋହିଯାଉଛି ଧାର ଧାର ଲୁହ। ବାଧାବନ୍ଧ ନ ମାନି ଶେଫାଳି ବିଷୟରେ ସବୁ ଶୁଣିଲେ ସୁରଞ୍ଜନ। ଖୁସିରେ ଗଦଗଦ ହୋଇ ଉଠିଲେ ଶେଫାଳି ତାଙ୍କ ଝିଅ ବୋଲି ଜାଣିଲା ପରେ। ଲଜ୍ଜିତ ହୋଇ ହାତ ଧରି କ୍ଷମା ମାଗିଲେ ଅନୁପମାଙ୍କୁ ନିଜର କୃତକର୍ମ ପାଇଁ। ଅନୁପମାଙ୍କ ଆଗରେ ଅପରେସନ ଆଉ ଘର ବିକ୍ରି ସବୁ କଥା କହିଲେ ବୁଝିଲ ଅନୁପମା, ଭଗବାନ ମୋତେ ଠିକ୍ ଦଣ୍ଡ ଦେଇଛନ୍ତି, ଆହୁରି ବି ଦେବେ। ଯେଉଁ ଭିଟାମାଟିକୁ ବଞ୍ଚେଇବା ପାଇଁ ତୁମକୁ ମୁଁ ହତାଦାର କରିଥିଲି, ତାକୁ କିନ୍ତୁ ମୁଁ ସାଇତି ରଖିପାରିଲିନି। କିଛି ଦିନ ଭିତରେ ବିକ୍ରି ହୋଇଯିବ ସେଇ ଘରଟା। ତୁମକୁ ରାସ୍ତା ଉପରେ ଠିଆ କରିଥିଲି, ଆଜି ମୋତେ ମହାପ୍ରଭୁ ରାସ୍ତା ଉପରେ ଠିଆ କରିଦେଲେ। ଭଲରେ ଭଲରେ ଅପରେସନ୍ ସରିଗଲା। ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଚାରୁଲତା ଆଉ ସୁରଞ୍ଜନକୁ ଘରକୁ ଡାକିନେଲେ ଅନୁପମା। ନିଜ ହାତରେ ରାନ୍ଧି ଖୁଆଇଲେ ବହୁଦିନ ପରେ। ଖାଇସାରି ଯିବାକୁ ବାହାରିଲେ ସୁରଞ୍ଜନ। ଗଲାବେଳକୁ ପାଦ ଛୁଇଁ ପ୍ରଣାମ କଲା ଶେଫାଳି। ପଚାରିଲା, ବାପା ଏବେ କୁଆଡ଼େ ଯିବେ? ସୁରଞ୍ଜନ କହିଲେ, ଆଉ କୁଆଡ଼େ ଯିବି ରେ ମା', ତୋ ସାନ ମା'ର ଅପରେସନ୍ ପାଇଁ ଘରଟା ତ ବିକ୍ରି କରିଦେଲି। ଏବେ ଯାଉଛି ପୁଅମାନଙ୍କ ପାଖକୁ, ଆଉ ଗାଁରେ କେଉଁଠି ରହିବି ମୁଁ। ଶେଫାଳି ଆଣି ଧରେଇ ଦେଲା ଲଫାଫାଟିଏ ସୁରଞ୍ଜନଙ୍କ ହାତରେ। କହିଲା, ବାପା ଏଇ ନିଅ ତୁମ ଘରର କାଗଜପତ୍ର। ଘର ବିକ୍ରି ବିଷୟରେ ମା' ସବୁ କହିଛି ମୋ ଆଗରେ। ସେ ଘର ସେତେବେଳେ ବି ତୁମର ଥିଲା, ଆଉ ଏବେ ବି ତୁମର ଅଛି। ଆଉ କାହାକୁ ବିକ୍ରି ହେବା ଆଗରୁ ସେ ଘରକୁ ମୁଁ କିଣିଦେଇଛି ବାପା। ତେବେ ବନ୍ଧୁମାନେ, ଆଜି ପାଇଁ ଭିଡ଼ିଓଟି ଏତିକି। ଏହି ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ସେକ୍ସନରେ ଲେଖି ଜଣାନ୍ତୁ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଧନ୍ୟବାଦ। ଜୟ ଜଗନ୍ନାଥ।